ଏବେ ଆସ୍ତେ ଆସ୍ତେ ଓଡ଼ିଶାରେ ଗୋଟେ ନୂଆ ଧାରା ଆରମ୍ଭ ହୋଇଛି। ବର୍ଷେ ଦେଢ଼ ବର୍ଷ ହେବ ଆପଣ ଦେଖୁଥିବେ ଏଇ ଦମନ ପ୍ରତୀକ୍ଷା ପରଠାରୁ ଗୋଟେ ଏକ୍ସପେରିମେଣ୍ଟାଲ ସିନେମା ଚାଲୁଛି ଏବଂ ସେ ଭିତରୁ ଆସ୍ତେ ଆସ୍ତେ ଭଲ ସିନେମା ହେବା ବି ଆରମ୍ଭ ହେଲାଣି। ତ ସେଇ ଭିତରୁ ଗୋଟେ ସିନେମା ହେଉଛି ଡଷ୍ଟବିନ୍, ଯେଉଁଥିରେ ଗ୍ଲେମର ନାହିଁ, ମାନେ ବୁଝେଇବା ଲାଗି କହିଲେ ଏଠି ସଲମାନ ଖାଁ ହିରୋ ନୁହେଁ, ନୱାଜୁଦ୍ଦିନ ହିରୋ। ବର୍ତ୍ତମାନ ଯେଉଁ ଜେନେରେସନର ସିନେମା ମେକଅପ୍ ନେବେନି, ଯେତେ ର ଲୁକ୍ ସେଇଭଳିଆ କଣ୍ଟେଣ୍ଟ, ଆଉ ବହୁତ ଅପଡେଟେଡ଼ କଣ୍ଟେଣ୍ଟ, ମାନେ 100%। ୟା ପରେ କ'ଣ ହେବ ସମସ୍ତେ ଚିନ୍ତାରେ ରହିବେ, ସିନେମା ସସ୍ପେନ୍ସ ସେଇଭଳିଆ। ସଫେଇ କର୍ମଚାରୀଙ୍କର ଗେଟଅପ୍ରେ ଆପଣ ଅଛନ୍ତି, କ'ଣ କହିବେ? ଆକ୍ଚୁଆଲି ଗୋଟେ ନୂଆ ଜେନେରେସନର ସିନେମା, ଯେଉଁ ଗୋଟେ ଦୀର୍ଘ ଦିନ ଧରିକି ଗୋଟେ ଧାରାର ସିନେମା ଚାଲିଥିଲା, ତାପରେ ସୋସାଇଟି ଅପଡେଟ୍ ହେଲା, ସମସ୍ତଙ୍କ ହାତରେ ମୋବାଇଲ ରହିଲା, ନ୍ୟାସନାଲ ଇଣ୍ଟରନ୍ୟାସନାଲ ୱାର୍ଲଡ ସିନେମା ସମସ୍ତେ ଦେଖିଲେ, ତାପରେ ବାରିବା ଆରମ୍ଭ ହେଲା ଯେ ଏଠି କପି ହେଉଛି ଅମୁକ ହେଉଛି। ସମସ୍ତେ ଜାଣିଲା ପରେ ଏବେ ଆସ୍ତେ ଆସ୍ତେ ଓଡ଼ିଶାରେ ଗୋଟେ ନୂଆ ଧାରା ଆରମ୍ଭ ହୋଇଛି। ବର୍ଷେ ଦେଢ଼ ବର୍ଷ ହେବ ଆପଣ ଦେଖୁଥିବେ ଏଇ ଦମନ ପ୍ରତୀକ୍ଷା ପରଠାରୁ ଗୋଟେ ଏକ୍ସପେରିମେଣ୍ଟାଲ ସିନେମା ଚାଲୁଛି ଏବଂ ସେ ଭିତରୁ ଆସ୍ତେ ଆସ୍ତେ ଭଲ ସିନେମା ହେବା ବି ଆରମ୍ଭ ହେଲାଣି। ତ ସେଇ ଭିତରୁ ଗୋଟେ ସିନେମା ହେଉଛି ଡଷ୍ଟବିନ୍, ଯେଉଁଥିରେ ଗ୍ଲେମର ନାହିଁ, ମାନେ ବୁଝେଇବା ଲାଗି କହିଲେ ଏଠି ସଲମାନ ଖାଁ ହିରୋ ନୁହେଁ, ନୱାଜୁଦ୍ଦିନ ହିରୋ। ବର୍ତ୍ତମାନ ଯେଉଁ ଜେନେରେସନର ସିନେମା ମେକଅପ୍ ନେବେନି, ଯେତେ ର ଲୁକ୍ ସେଇଭଳିଆ କଣ୍ଟେଣ୍ଟ, ଆଉ ବହୁତ ଅପଡେଟେଡ଼ କଣ୍ଟେଣ୍ଟ, ମାନେ 100%। ୟା ପରେ କ'ଣ ହେବ ସମସ୍ତେ ଚିନ୍ତାରେ ରହିବେ, ସିନେମା ସସ୍ପେନ୍ସ ସେଇଭଳିଆ। ଆଉ ପ୍ରେମ ସହିତ ସସ୍ପେନ୍ସକୁ ମିଶା ହେଇଛି। ଇଏ ବି ଗୋଟେ ବହୁତ ଜଟିଳ ଏକ୍ସପେରିମେଣ୍ଟ। ମର୍ଡର ମିଷ୍ଟ୍ରି ସହିତ ଗୋଟେ ସସ୍ପେନ୍ସ ମିଶାଇ ହେବ, ଫ୍ୟାମିଲି ଡ୍ରାମାରେ ସସ୍ପେନ୍ସ ମିଶାଇ ହେବ, କିନ୍ତୁ ଗୋଟେ ପ୍ରେମ କାହାଣୀ ୱିଥ୍ ଗୋଟେ ଥ୍ରିଲର, ଏଇଟା ହେଉଛି ଡଷ୍ଟବିନ୍। ଏବଂ ଗୋଟେ ଡଷ୍ଟବିନ୍ ସୋସାଇଟିରେ କେଡ଼େ କେଡ଼େ ମିଷ୍ଟେକ୍ ଏବଂ କେଡ଼େ କେଡ଼େ ବଡ଼ କାମ କରିପାରେ, ସେଇଟା ଏଇ ଫିଲ୍ମରେ ଗୋଟେ କଥା। ଏବଂ ସେ ଅଳିଆବାଲା ଚରିତ୍ରଟି ମୁଁ କରୁଛି ଡଷ୍ଟବିନ୍। ଆଉ ବହୁତ ଯଦି କହିବା ଏଇ ଯେଉଁ ଡଷ୍ଟବିନ୍ ଚରିତ୍ରଟି କ'ଣ ସଫେଇ କର୍ମଚାରୀଙ୍କୁ ଡେଡିକେଟେଡ୍ କରିକି କିଛି କରୁଛନ୍ତି ନା ଅଲଗା ୟୁନିକ୍ ଷ୍ଟୋରି ନେଇକି କରୁଛନ୍ତି? ନା, ଜଣେ ସାଧାରଣତଃ ଆମ ମୁଣ୍ଡରେ ଡଷ୍ଟବିନ୍ କର୍ମଚାରୀ ଗୋଟେ ତଳ ସ୍ତରର ଗୋଟେ କର୍ମଚାରୀ ବୋଲି ମୁଣ୍ଡରେ ଧାରଣା, କିନ୍ତୁ ସିଏ ବି ଚାହିଁଲେ ଗୋଟେ ସୋସାଇଟିର ବହୁତ ବଡ଼ କଥା ସମାଧାନ କରିପାରିବ, ଗୋଟେ ବହୁତ ବଡ଼ କଥା କରିପାରିବ। ତ ସବୁବେଳେ ତ ଯିଏ ସର୍ଭିସ୍ ଦେଉଛନ୍ତି ତାଙ୍କ ପାଇଁ ଆମେ ସବୁବେଳେ ରେସ୍ପେକ୍ଟଫୁଲ୍ ରହିବା ଉଚିତ। ଆମେ ତ ସେଗୁଡ଼ା କରୁନି। ଟ୍ରାଫିକ୍ରେ ଆଜି ପର୍ଯ୍ୟନ୍ତ ଖରାରେ ଠିଆ ହେଇଥିବା ଟ୍ରାଫିକ୍ ପୋଲିସଟିକୁ ଆମେ ପାଣି ଗ୍ଲାସଟେ ଦିନେ ଦେଇନୁ, ଥ୍ୟାଙ୍କ ୟୁ ବି କହିନୁ। ତ ସେଇଭଳିଆ ସୁଇପର ଗୋଟେ ବହୁତ ବଡ଼ ରେସ୍ପନ୍ସିବୁଲ୍ ନେଇପାରିବ। ଯଦି ଥରେ ମୁଣ୍ଡ ଖେଳିବେ ବହୁତ ଅସୁବିଧା ବି ତିଆରି କରିଦେଇପାରିବେ। ଏଇଟା ସେଇ ସିନେମାରେ ଅଛି। ଜନସଚେତନତା କଥା ବି ତା ଭିତରେ ବହୁତ କଥା ଅଛି। ଆଉ ଯଦି କହିବା କିଛି ଦିନ ତଳେ ଯେଉଁ ହିନ୍ଦୀ କମେଡ଼ିଆନ୍ ରହିଛନ୍ତି କପିଲ ଶର୍ମା, ସେ ମଧ୍ୟ ଓଡ଼ିଶାରେ ଆସିକି ଡେଲିଭରି ବୟ ଉପରେ ଫିଲ୍ମ କରିଥିଲେ ଏବଂ ଆପଣ ମଧ୍ୟ ଗୋଟେ ଯେଉଁ ସୁଇପରର ଇଏରେ କରୁଛନ୍ତି, ମାନେ ଗୋଟେ ସୋସାଇଟିକୁ ଗୋଟେ ମାନେ ସମସ୍ତଙ୍କୁ ସମାନ ମଣିଷ ବୋଲି ସାଧାରଣ ଚରିତ୍ର ଗୁଡ଼ାକୁ ଅସାଧାରଣ ଭାବରେ ପ୍ରସ୍ତୁତ କରିବାର କଥା ଏଇଟା। ଆକ୍ଚୁଆଲି ସବୁବେଳେ ହିରୋ କହିଲେ ସିକ୍ସ ପ୍ୟାକ୍ ଟୋକା ବୋଲି ବୁଝନ୍ତି, ଆଉ ଗୋଟେ ବହୁତ ଗାଡ଼ି ଧରୁଥିବ, ଅମକେ ଧରୁଥିବ, କିନ୍ତୁ ଗୋଟେ ପାନ ଦୋକାନୀ ବି ଯଦି ଲଭ୍ ଷ୍ଟୋରିଟେ କରାଯାଏ ତାହେଲେ ପାନ ଦୋକାନୀ ସେ ଗପରେ ହିରୋ ହେବ। ଏବଂ ସେଇ ରନେସଟା ଯେତେ ରିଏଲିଟି, ଯେତେ ଅଡ଼ିଏନ୍ସ ନିଜକୁ ରିଲେଟ୍ କରିପାରିବେ ତାହେଲେ ସେ ଗପଟା ଚାଲିବ। ଡଷ୍ଟବିନ୍ ସେଇଭଳିଆ ଗପ, ଏବେକା ଡେଟ୍ର ଗପ। ଦର୍ଶକମାନେ କେବେ ଆଉ ଏଇ ସିନେମାର ଗୋଟେ ଭଲ କଥା ହେଉଛି ବହୁତ ବଢ଼ିଆ ଷ୍ଟାରକାଷ୍ଟ। ସୁକୁମାର ଟୁଡୁ ଯିଏ ବର୍ତ୍ତମାନ ନେଟଫ୍ଲିକ୍ସ ହଟଷ୍ଟାରରେ ସବୁ କରୁଛନ୍ତି, ବଡ଼ ବଡ଼ କଣ୍ଟେଣ୍ଟ ସବୁ ଇଣ୍ଟରନ୍ୟାସନାଲ୍, ମହାରାଣୀ ପାଣି ବହୁତ ୱେବ୍ ସିରିଜ୍ ତାଙ୍କର ଆସୁଛି। ସିଏ ଏଥିରେ ଗୋଟେ ବହୁତ ଲିଡ୍ କ୍ୟାରେକ୍ଟରରେ ଅଛନ୍ତି, ଆମ ଓଡ଼ିଆ ଲୋକ ସିଏ। ଆଉ ଜୟପ୍ରକାଶ ଦାସ ଟିଲୁ ଭାଇ, ଯିଏକି ଆଜିକା ଦିନରେ ସବୁଠାରୁ ବ୍ୟସ୍ତ ଏବଂ ଦାମିକା ଫାଦର କ୍ୟାରେକ୍ଟର ସିଏ ଅଛନ୍ତି। ସ୍ମିତା ମହାନ୍ତି ଅଛନ୍ତି, ଗଲା ଦିନର ନାୟିକା, ଆଜି ଏହି ଫିଲ୍ମରେ ହିରୋଇନ୍ର ମା ହେଇଛନ୍ତି। ହିରୋଇନ୍ ଯେଉଁ ନୂଆ ଝିଅଟିକୁ ଆଣିଛୁ, ସେ ତେଲୁଗୁରେ ବଢ଼ିଆ ଫ୍ୟାସନ୍ ମଡ଼େଲ୍ ଗୋଟେ ଏବଂ ତେଲୁଗୁରେ ସିରିଏଲ୍ ଫିରିଏଲ୍ କରିଛି। କ୍ୟାମେରା ଏକ୍ସପିରିଏନ୍ସ ବହୁତ ଅଛି। ଓଡ଼ିଶା ପାଇଁ ସେ ଫ୍ରେଶ୍। ଆଉ ତାପରେ ମ୍ୟୁଜିକ୍ ମୁଁ ନିଜେ ଦେଇଛି। ଏଇଥିପାଇଁ ଦେଇଛି ଯେ ସବୁବେଳେ ଆମେ ଅଭିଜିତ ମଜୁମଦାରଙ୍କୁ ନେଇକି ମୁଁ କରେ, ତ ମୋତେ ଲାଗିଲା ଏଇ ଗପଟିକି ମୋତେ ବହୁତ କଷ୍ଟ ହେବ କ'ଣ ଗୀତର ଜାଗାଟା ବୁଝେଇବା ଲାଗି। ମୋତେ ବୁଝେଇବାଟା କଷ୍ଟ ହେଇଥାନ୍ତା, ନହେଲେ ଅଭିଜିତ ଦା ବି ବଢ଼ିଆ କରିଥାନ୍ତେ, ବଟ୍ ମୁଁ ଚେଷ୍ଟା କରିଛି ଏବଂ ମୋତେ ଲାଗୁଛି ଯେ ଭଲ ହେଇଛି ସଙ୍ଗୀତ। ଆଉ ଏବେକା ଡେଟ୍ର ପ୍ରୀତି ରଞ୍ଜନ ଯାର ଯେଉଁ ବେକାରିଆ ଲୋକ ସିଏ ଅଛନ୍ତି, ଟୁକୁନା ଷ୍ଟାଇଲିସ୍ କ୍ୟାରେକ୍ଟର ଅଛନ୍ତି, ମନୋଜ ସ୍ୱାଇଁ ଅଛନ୍ତି। ତାପରେ ସବୁ କଥାକୁ ଭଲ କରାହେଇଛି। ବହୁତ ଏକ୍ସପେନ୍ସିଭ୍ କ୍ୟାମେରା ନିଆହେଇଛି, ଯେଉଁ କ୍ୟାମେରାରେ ଏପର୍ଯ୍ୟନ୍ତ ଓଡ଼ିଶାରେ ଗୋଟେ ସିନେମା ହେଇଛି କୁହୁଡ଼ି, ତାପରେ ସେ କ୍ୟାମେରାକୁ ୟୁଜ୍ କରିନାହାନ୍ତି। ଯେଉଁଥିରେ ବଡ଼ ବଡ଼ ହିନ୍ଦୀ ଫିଲ୍ମ, ତେଲୁଗୁ ସିନେମା ହୁଏ, ସେଇଭଳିଆ କ୍ୟାମେରା ନିଆହେଇଛି। ବହୁତ ବଡ଼ ସେଟଅପ୍ରେ ବଡ଼ ବଜେଟ୍ର ସିନେମା। ସ୍ୱପ୍ନ ତିଆରିରେ କମ୍ପ୍ରମାଇଜ୍ କରାଯିବ ନାହିଁ। ଯଦି ଆମେ ଆଗରୁ କପି କରୁଥିଲେ, ସେ ଗଛ ମୂଳରେ ବସିଥିଲେ, ଆମେ ଗଛ ମୂଳେ ବସାଇ ଦେଉଥିଲେ, କିନ୍ତୁ ଆମେ ଯେଉଁ ଗପଟିକେ ତିଆରି କରୁଛେ ତା ଲୋକଙ୍କୁ ସମ୍ପୂର୍ଣ୍ଣ ରୂପେ ନୂଆ ଲାଗିବା ଦରକାର। ତେଣୁ ସ୍ୱପ୍ନ ସଜା ହେଉଛି, କୌଣସିଥିରେ କମ୍ପ୍ରମାଇଜ୍ ହେଉନାହିଁ। ଯାହା ଦରକାର ସେୟା ହେଉଛି। ପିକେ ଫିଲ୍ମସର ଯିଏ ପ୍ରଡ୍ୟୁସର ଅଛନ୍ତି, କେ ବାବୁ, ଭାରି ସମ୍ମାନାସ୍ପଦ ଲୋକ ଏବଂ ବହୁତ କଳାପ୍ରେମୀ ଲୋକ। ସିଏ କହିଛନ୍ତି ଯେ ସିନେମାଟି କରନ୍ତୁ, ପଇସା ପତ୍ରକୁ ଡରନ୍ତୁନି। ସେମିତି ଜଣେ ନିର୍ଭୀକ ପ୍ରଯୋଜକ ମୁଁ ଖୋଜୁଥିଲି ଏବଂ ବହୁତ ଭଲ ସିନେମାଟେ ହେବ। ରାଜଶ୍ରୀ ନେଉଛି ବୋଧେ ଆମର ଡିଷ୍ଟ୍ରିବ୍ୟୁସନ୍।
ଏବଂ ଆମର ମ୍ୟୁଜିକ୍ ରହୁଛି ଅଡ଼ିଓ କେବେ ରିଲିଜ୍ ହେବ ବୋଲି ଆମେ ମହାବିଶ୍ୱ ସଂକ୍ରାନ୍ତି ଓଡ଼ିଆ ନୂଆବର୍ଷ ଯେଉଁଟା ଏପ୍ରିଲ 14 ବଟ୍ ଏପ୍ରିଲ 14 ପଡ଼ୁନା ହିଁ ଶୁକ୍ରବାର ତେଣୁ 11 ତାରିଖ ଆମର ରିଲିଜ୍ ହେବ ବୋଲି ବର୍ତ୍ତମାନ ସୁଦ୍ଧା ପ୍ଲାନିଂ ହେଇଛି। ଆଉ ବହୁତ ସ୍ପିଡ଼ରେ କାମ ହେଉଛି, ବହୁତ କ୍ୱାଲିଟିରେ କାମ ହେଉଛି। ଥ୍ୟାଙ୍କ ୟୁ।